ଆଜିର ସୁବିଚାରକୁ ଆପଣମାନଙ୍କୁ ସ୍ୱାଗତ। ମନୁଷ୍ୟ ପାଇଁ ଚିନ୍ତାଗୁଡ଼ିକ ହେଉଛି ଜୀବନ ରକ୍ଷାକାରୀ ଶ୍ୱାସକ୍ରିୟା ସଦୃଶ। ନିଜ ଭିତରେ ଈର୍ଷା, କ୍ରୋଧ ଏବଂ ଅହଙ୍କାର ସଦୃଶ ଖରାପ ଚିନ୍ତାଗୁଡ଼ିକୁ ସ୍ଥାନ ଦେବା ଦ୍ୱାରା ମନୁଷ୍ୟ ନିଜର ପତନକୁ ଡାକି ଆଣିଥାଏ। ଅନ୍ୟକୁ ଆଘାତ ପହଞ୍ଚାଇବା ଭଳି ଖରାପ ଚିନ୍ତାକୁ ମନୁଷ୍ୟ ନିଜ ମନ ଭିତରେ ସ୍ଥାନ ଦେଇଥାଏ, କିନ୍ତୁ ସେହି ଚିନ୍ତାଗୁଡ଼ିକ ବୁମେରାଙ୍ଗ ସଦୃଶ ନିଜ ଶକ୍ତିକୁ 10 ଗୁଣ ବୃଦ୍ଧି କରି ତାର ହିଁ ଅନିଷ୍ଟ କରିଥାନ୍ତି। ଅନ୍ୟକୁ ଅସମ୍ମାନ କରିବା, ସମାଲୋଚନା କରିବା, ଆଘାତ ଆଉ ଅପବାଦ ସୃଷ୍ଟି କରିବା ଦ୍ୱାରା ମନୁଷ୍ୟ ନିଜକୁ ତଥା ସ୍ୱୟଂ ଭଗବାନଙ୍କ ପ୍ରତି ସେପରି ବ୍ୟବହାର କରିଥାଏ। ଅନ୍ୟମାନଙ୍କ ଭିତରେ ଥିବା ଦିବ୍ୟତ୍ୱ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞ ଥିବା କାରଣରୁ ସେ ଏହିଭଳି ଜଘନ୍ୟ ଆଚରଣ କରିଥାଏ। ଯେପରି ଚିନ୍ତା କରିବା ଆମେ ସେହିଭଳି ଫଳ ପ୍ରାପ୍ତ କରିବା, ଯେପରି ଅନୁଭବ ସେହିପରି ଫଳାଫଳ। ଆଶା କରୁଛୁ ଆଜିର ସୁବିଚାରଟି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଆଉ ଏକ ସୁବିଚାର ନେଇ ମୁଁ ପୁଣି ଥରେ ଆସିବି। ଡକ୍ଟର ବିବରଣୀ ନନ୍ଦ ରହୁଛି। ଆଜି ଦିନଟି ଆପଣମାନଙ୍କର ଶୁଭମୟ ହେଉ, ଏହା ଓଁକାର ଟିଭିର ଶୁଭେଚ୍ଛା।